7ଟା ରାତିରୁ ଆମ କଲ୍ ଆସିଲା କ'ଣ ଭାଇନା କ'ଣ ମେଡ଼ିକାଲରେ ଅଛନ୍ତି କି? 2 ଜଣ ଫୋନ୍ କଲେ 7ଟା ରାତିରୁ 8ଟା ଭିତରେ। ନା କ'ଣ ହେଲା କିଛି କହୁନାହାନ୍ତି କିଏ? ନା ଭାଇନାର ଗାଡ଼ିଟା ରାସ୍ତାରେ ପଡ଼ିଛି। ମୁଁ କହିଲି କ'ଣ ହେଲା? ବିପି ତ ଥିଲା ତାଙ୍କର ଆଉ ବଢ଼ୁଥିଲା, କାଳେ କୁଆଡ଼େ ମୁଣ୍ଡ ବୁଲେଇ ପଡ଼ିଥିବ, କିଏ ନେଇଥିବ ମେଡ଼ିକାଲ ହେଲି। ତାପରେ ସମସ୍ତେ ଯେତିକି ଚିହ୍ନା ଲୋକ ଅଛନ୍ତି ଖେଳ ଯେଉଁ ପିଲାମାନେ ସେମାନଙ୍କର କଲ୍ କଲି। ସେମାନେ କହିଲେ ଆମେ ତ ପଳେଇଲୁଣୁ ଘରକୁ, ଆଉ ଭାଇନା ତ ଗଲେ ଘରୁ, ଆମେ ଗଲୁ ସମସ୍ତେ ଯିଏ ଯାହା ରାସ୍ତାରେ ଖେଳ ସରିଲା ଗଲୁ। ତାପରେ ମୁଁ ଆଉ କିଛି ମୋତେ ବୁଦ୍ଧି ଦିଶିଲାନି। ମୋ ଭାଇ ଫୋନ୍ କଲି ଯଦି ରାସ୍ତାରେ ଜଣର ଗାଡ଼ିଟା ପଡ଼ିଛି ଟିକେ ଯାଇ ଦେଖେ, ସେଠି ଯାଇ ବୁଝେ କ'ଣ ହେଲା କ'ଣ ଜଣାପଡ଼ୁନି ମୋତେ। ସିଏ ଯାଇକି ଦେଖିଲା, କହିଲା ନାହିଁ ରାସ୍ତାରେ ଗାଡ଼ିଟା ପଡ଼ିଥିଲା, ରାସ୍ତାରେ ପିଲାମାନେ ଉଠେଇକି ସିଧା କରି ରଖିଦେଇଛନ୍ତି, ଗାଡ଼ି ସ୍କ୍ରାଚ୍ ଅଛି। ଆଉ ତାପରେ ହେଲା ମିସିଂ ରିପୋର୍ଟ ଯାଇକି ଗୋଟେ ପୋଲିସ ଦେଇଦେବା। ତାପରେ ସେ କାହାକୁ ଧରିକି ଗଲା ମୁଁ ସେସବୁ ଜାଣିନି। ତାପରେ କହିଲା କି ମୁଁ ଏବେ ଥାନାରେ ଅଛି, ମୁଁ ଏବେ କଥା ହେନା ମୋ ସହିତ, ମୁଁ ପରେ କଥା ହେବି। ଏଇ ନେଇକି ଆମେ ବସିଛୁ। ମୁଁ ପ୍ରତି 15 ମିନିଟ୍ ତାକୁ ପଚାରୁଛି କ'ଣ ହେଲା କ'ଣ ଜଣାପଡ଼ିଲା? ସେ କହୁଛି କିଛି ଜଣାପଡ଼ୁନି, ମୁଁ ଜଣାପଡ଼ିଲେ ଜଣେଇନି ତୋତେ। ସେତିକି ଭିତରେ 12ଟା ବାଜିଗଲା। 12ଟାରୁ ଫାର୍ଷ୍ଟ ଝିଅ ଯେଉଁ ଫୋନ୍ଟା ଧରିଥିଲା ସେ ନମ୍ବରଟା ଗୋଟେ ଅନନୋନ୍ ନମ୍ବର ଆସିଲା। ଝିଅ ନ ଉଠେଇକି ମୋତେ କହିଲା ମାମା ଦେଖ ହ୍ୱାଟ୍ସଆପ୍ରେ ଆଇଛି ଗୋଟେ ଅନନୋନ୍ ନମ୍ବରଟି। ମୁଁ କହିଲି ସିଏ ତ ଉଠେଇଲାନି, ମୁଁ କଥା ହେଲି। ସିଏ ଫାର୍ଷ୍ଟ ମୋତେ କହିଲା ସବୁ ତାଙ୍କେ କ'ଣ ପ୍ଲଟ୍ କୋଉଠି କରୁଛନ୍ତି ସେ ନାଁ କହିଲା। ମୁଁ ସେଥି ଭିତରେ କନଫ୍ୟୁଜ୍ ହେଇ ଆଉ ସେ ତ ଶୁଣିପାରିଲିନି। ଖାଲି କହିଲା ମୁଁ ଉଠେଇ ଦେଇଛୁ କହିଲା। ମୁଁ କହିଲି କ'ଣ ଉଠେଇଦେଲ? ନା ତାକୁ ମୋର ଉଠେଇ ଦେଇଛୁ, ତାଙ୍କ ନାଁ ଧରିକି କହିଲା ତାଙ୍କୁ ଉଠେଇଛୁ ତାଙ୍କୁ। ସେଥି ଭିତରେ କଲ୍ କଟି ଯାଉଥିଲା, 3-4 ଥର ଯାଇ କଲ୍ କ୍ଲିୟର୍ ହେଲା ପରେ ମୁଁ କିଛି ଭାବି ପାରିଲିନି। ତାପରେ ମୁଁ କିଛି ବୁଝିସିଲାନି। ମୁଁ ଆଉ ଗୋଟେ ନମ୍ବରଟିରୁ ଭାଇ କହିଲେ ଦେଖେ କିଏ ଗୋଟେ ଫୋନ୍ କରୁଛି, ତୁ ଖାଲି ଶୁଣେ ସାଇଲେନ୍ସ ହେଇକି ସେ କ'ଣ କହୁଛି ମୋତେ। ସେତିକି ଭିତରେ ଆଙ୍କେ ସବୁ ଜମା ହେଇଗଲେ, ସେ ସାଙ୍ଗସାଥି ଖେଳ ସାଙ୍ଗମାନେ ସବୁ ଘରେ ଜମା ହେଇଗଲେଣି। ତାପରେ ଭାଇ ଆସିଲା, ସମସ୍ତେ ସେତେବେଳକୁ ମୁଁ କଥା ହେଉଛି ତା ସହିତ, କଲ୍ କଟି ଯାଉଛି ସାଙ୍ଗେ ସାଙ୍ଗେ। ପ୍ରଥମେ 12ଟା ଆସିଲା, ତା 10 ମିନିଟ୍ 15 ମିନିଟ୍ ଛାଡ଼ି ଆଉ ଥରେ ଗୋଟେ କଲ୍ ଆସିଲା। ତାପରେ ମୁଁ ଯେତେବେଳେ ସିରିୟସ୍ ନେଲିନି, 2ଟା ସିଏ ମୋତେ ବାରମ୍ବାର କହୁଛି ତମ ଘରେ ସମସ୍ତେ ଜମା ସବୁ ପାର୍ଟନର ଅଛନ୍ତି। ମୁଁ କହିଲି ନାହିଁ ମୁଁ କାହାକୁ କିଏ ନାହାନ୍ତି, ମୁଁ ଆଗ ଏକଲା ଅଛି ବୋଲି ସେଠି କହିଲି। ହେଲେ ମୋତେ ବିଶ୍ୱାସ କଲାନି। କ'ଣ କହିଲା ନାହିଁ ମୋର ଲୋକ ତୋତେ ମୋତେ ଖବର ଦେଉଛୁ ତମ ଘରେ ଗହଳି ଅଛି ବୋଲି। ତାପରେ ମୁଁ କହିଲି ନାହିଁ ସମସ୍ତେ ଖାଲି ହୁଅ, ମୋ ଭାଇ ଏକା ରହିଲା, ସମସ୍ତେ ଯାଅ ବୋଲି କହିଲି। ସମସ୍ତେ ଗଲେ। ତାପରେ ଆମେ ଭାଇ ଭଉଣୀ ଦାଣ୍ଡରେ ବସିଲୁ ଲାଇଟ୍ ବନ୍ଦ କରି, କିଏ ଆମ ଘର ଉପରେ ସାଇଡ଼୍ରେ କିଏ ଯିବା ଆସିବା ହେଉଥିବ ନଜର ରଖୁଥିବ ପୁରା ହେଲେ ବସିଲା। ତାପରେ ପୋଲିସ ଆସିଲେ। ପୋଲିସ ଆସିଲା ପରେ କିଏ କ'ଣ ଜାଣିଲା, ତାପରେ ଲୋକ କ'ଣ କହିଲା, ଏମିତି ହେଇକି ବ୍ୟାଗ୍ ହେଇ ତାଙ୍କେ ଗଲେ ବାହାରକୁ ପଚାରିବା ପାଇଁ। ସେତିକି ଭିତରେ ଆମେ 2 ଭାଇ ଭଉଣୀ ଦାଣ୍ଡରେ ବସୁ ଲାଇଟ୍ ବନ୍ଦ କରି, କିଏ ଆମ ଘର ଉପରେ ନଜର ରଖୁଛି, କିଏ ଆଉଛି ଯାଉଛି କରାଲେ। ସେତିକି ଭିତରେ ଆଉ ଥରେ ଭିଡ଼ିଓ କଲ୍ ଆସିଲା, ସାଙ୍ଗେ ସାଙ୍ଗେ ଦାଦା 3ଟା ଭିଡ଼ିଓ କଲ୍ 3-4ଟା ପଳେଇ ଆସିଲା। ମୁଁ ଆଉ ଦେଖିବା ଦୂରର କଥା, ମୁଁ ସାଙ୍ଗେ ସାଙ୍ଗେ ଭାଇ ସେୟାର କଲି, କାଲି ସେ କାଟିଦେବ ବୋଲି। ତାପରେ ମୋ ଭିଡ଼ିଓଟା କଟିଗଲା। ସେ ଭିଡ଼ିଓରୁ ଦେଖିଲୁ କ'ଣ, ତାପରେ ଆମେ ଭାଇ ଭଉଣୀ ବାହାରିଲୁ, ନାହିଁ ଆମେ ଯିବୁ। ସେତେବେଳେ ପୋଲିସ ସାଙ୍ଗେ ସାଙ୍ଗେ ଆସି ଦାଣ୍ଡରେ ଠିଆ। ସେ କହିଲେ କ'ଣ କରିବା କ'ଣ? ମୁଁ କହିଲି ନାହିଁ ଦେଖ ତୋର ଭିଡ଼ିଓ ପଳେଇ ଆସିଲାଣି, ଯାହା ହବ ଆମେ ଭାଇ ଭଉଣୀ ଯିବୁ ଆଗ। ଆମ ପାଖରେ କିଛି ନାହିଁ ସତ, ମାତ୍ର ଦେଖିଲୁଣି ତ ଯିବୁ ନା, ଯାହା ହେଲେ ମାରିବୁ କି ମରିବୁ ତ ସେଠି ଯିବୁ ନା। ଆମ ଲୋକ ଅଛି, ଆମେ ଜାଣିଦେଲୁ ଏଥର। ଆମେ ଭାଇ ଭଉଣୀ ବାହାରିଲୁ ରାତିରେ। ତାଙ୍କେ କହିଲେ ବସ ଆମେ ଟିମ୍ କରୁ, ଆମ ଆଗ ପଛ ହେଇକି ଆମେ ଯିବୁ। ସେତିକି ଭିତରେ ଅଧଘଣ୍ଟା କି 45 ମିନିଟ୍ ପଳେଇଥିବ। ତାପରେ ରାସ୍ତାରେ ଯାଉଛୁ, ସେ ପ୍ରତି ଅଧଘଣ୍ଟା 15 ସିଆଡ଼ୁ କଲ୍ ଆସୁଛି, ଆମ ତରଫରୁ ଯାଉନି କିଛି କଲ୍। ଯେତେବେଳେ ତା ଇଚ୍ଛା ଆସିଲ ବୋଲେ ହଁ। ତାପରେ ଇଏ ହର୍ନ ମାରିକି କହିଲା ଦେଖ ଆସୁଛୁ ଆମେ। ନା ଆମେ ନୂଆ ଜାଗା, ଆମେ ଏପଟେ କେବେ ଆସିନୁ। ଆମେ ସମସ୍ତେ ପଚାରି ଆସୁଛୁ ରାସ୍ତା କପଡ଼େ। ସିଏ ଆସି ଆଉ ଥରେ ରାସ୍ତା ସେ ବିଶ୍ୱାସ ହେଲାନି। ତାକୁ କହିଲା ଭିଡ଼ିଓ କଲ୍ କରି ଦେଖ ତମର ଆଗ ପଛରେ କିଏ ଅଛି ପରା। ସେତେବେଳକୁ ପ୍ରାୟ ସକାଳ ହେଇଗଲାଣି, 5ଟା ଉଜ୍ଜଳ ହେଇଗଲାଣି। ସେତେବେଳକୁ ସେ ଆଗ ପଛ ସବୁ ଦେଖିଲା, ରୋଡ଼ ସୁନସାନ୍, ଆମେ 2 ଜଣ ଆଗ ଆସୁଛୁ। ମୋତେ ପଚାରିଲା କାହା ସହିତ ଆସୁଛୁ? ମୁଁ କହିଲି ନାହିଁ ମୋ ଭାଇ ସହିତ ଆସୁଛୁ। କହିଲା ଭାଇ କିଏ? ଜଗନ୍ନାଥ ପ୍ରସାଦ ସହିତ ଆସୁଛୁ? ସିଧା ହେଡ଼ାଟେ କହିଲା ମୋତେ। ମୁଁ ସେଠି ଜଣ ପୁରା ସକ୍ ହେଇଲି ଯେ ସେ ମୋ ଭାଇ ହେଲେ ଚିହ୍ନିଛି, ସେ କିଏ ନିଜେ ଆମର ଏତେ ଖାସ୍ ଲୋକ, ମୋ ଶାଶୁଘର ପରିକି ସମସ୍ତେ ଚିହ୍ନିଛି, ମୋ ମାଆର ପରିକି ସମସ୍ତେ ଚିହ୍ନିଛି। ସେଇଟା ମୁଁ କହିଲି ତୋତେ ହେଲେ ଚିହ୍ନିଛି ରେ କହିଲେ ଏମିତି କହୁଛି ସେ। କହିଲା ହଉ ଚାଲ ଆଗକୁ ଚାଲ। ତାପରେ ଦେଖିଲା ଆଉ ଗଲା ପରେ ମୁଁ କହିଲି ନାହିଁ ମୋ ଫୋନ୍ ଏଥର ହେବନି, ମୋର ଏଥର କଲ୍ ମାନେ ମୋର ଚାର୍ଜ ସରିଗଲାଣି, ଯାହା କଥା ହେବ ଏଥର ଭାଇର ନମ୍ବରଟାରେ କଥା ହେ। ତାପରେ ସେ ନମ୍ବରଟା ତାଙ୍କୁ ଦେଲୁ, ସେ ନମ୍ବରରେ କଲ୍ ଯାହା କ'ଣ କଥା ହେବାର ଅଛି ସେ କଲରଟା କରୁ। ସେ ନମ୍ବରଟାରେ ଭିଡ଼ିଓ କଲ୍ କରି କେତେ ଦୂର ଆସିଲା, କ'ଣ ଆଣିଛ ସବୁ ରାସ୍ତାରେ ଅଟକେଇ ଦେଖିଲା।
आमे ब्रिज रो एपट साइड अच्छु ना ताको विश्वास हलानी भी आमे गोटे दुकानटी पान दुकान छोटे चा दुकानटी कहले मो साइडा को जगह आमे जानि पारनु सी कहले से लोकड़ा कहला ना एडा जगह से कहला ले तमे सी विश्वास कला जे आमे आकर पहुंचेलु से कहला तमे एतर ब्रिज रो एपट आर पारी जाओ सेठी हम लोक अछि तम धरी जीवो बोले ब्रिज रो सेपट पका जाई आमे छकर जगी जो तांको लोक भी आसी एली सेठी बस आ आमे किछि कथा न किछि जानि साथरे कोन धरि जेइले सीन तो किछि नै नथिलु जति पिनथिले सेति धरथिले मोर सोना जोड़ी कानर मुदी जति मु जति लगै छै अभी सेतिया लगैथिलि मुझे सान केताने पे कोइ सेमान तो मागिथिले सी मते कोन कहले हमु 50 टी मिलची लक्ष्य की टंका की बता नहीं हमु 50 टी मिलची मुंडा काटिया पे तू जदि 2 कोटी टा दो बोले मु छाड़ दे मु सेडा भी पचारची मु जदि नेबी सत मते छाडू नै ग्यारंटी कोन नहीं 100% सी गारंटी देछि मु जदि जानतो प्राण थाई मतलब दो पाखर ऑप्शन नहीं मो पाखर ऑप्शन अछि मु मारी की रखी छला मोर चॉइस तो चॉइस नहीं तो पाखर गुटा ऑप्शन आनी बोले छाड़ी आपण जो कहले ब्रिज पको बोले को ब्रिज सेडा कोन आस्का ब्रिज नहीं ब्रिज तो आगु को रे हां कहीं पुलिया छपरे मु मिसे पे कहले कहीं पुलिया छपरे से कहला हमर दि जण आसीबो देखिबो तो बैग रे अछि ना नहीं मते सेडा मोडे ब्लैक